जगन्नाथ महाप्रभुଙ୍କର ବର୍ତ୍ତମାନ ଆଜି ଧୂଳିଆ ଗୁଣ୍ଡିଚା କାଲି ଗୁଣ୍ଡିଚା ଚାଲି ଯାଇଛି ଯେଉଁଥିରେ କି ମହାପ୍ରଭୁଙ୍କ ରଥ ଆସି ଲାଗିପାରିଲା ନାହିଁ। ତେଣୁକରି ଆଜି ଧୂଳିଆ ଗୁଣ୍ଡିଚାରେ ଲାଗିଛି ରଥ ଏବଂ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆଜି ବି ମହାପ୍ରଭୁଙ୍କ ରଥ ଟାଣୁଛନ୍ତି ଆନନ୍ଦରେ। ଏବଂ ଗୁଣ୍ଡିଚା ଏବଂ ଧୂଳିଆ ଗୁଣ୍ଡିଚା ଇଏ ଦୁଇ ଦିନ ଗୁଣ୍ଡିଚା ଯାତ୍ରା ଜାଣିଥାଉ ଦୁଇ ଦିନ, ଗୋଟେ ହେଉଛି ଗୁଣ୍ଡିଚା ଯାତ୍ରା, ଗୋଟେ ହେଉଛି ଧୂଳିଆ ଗୁଣ୍ଡିଚା। ତେଣୁକରି ପ୍ରାୟ ଆମର ଇତିହାସ କହୁଛି ପ୍ରାୟ ସମୟରେ ରଥ ଲାଗେ ନାହିଁ। ରଥ ଲାଗେ ଗୁଣ୍ଡିଚା ଦିନ ଟଣା ହେବ, ଅଧା ବାଟରେ ରହେ ଏବଂ ଧୂଳିଆ ଗୁଣ୍ଡିଚାରେ ଆସିକି ମହାପ୍ରଭୁଙ୍କ ରଥ ଏଠି ଟଣା ହେବ, ପହଞ୍ଚେ ଗୁଣ୍ଡିଚା ମନ୍ଦିରରେ। ତେଣୁ ଭକ୍ତମାନେ ଏଥିପାଇଁ ଆନନ୍ଦିତ, କାହିଁକିନା ଦୁଇଥର ଭକ୍ତ ସୁଯୋଗ ପାଆନ୍ତି ମହାପ୍ରଭୁଙ୍କ ରଥ ଟାଣିବା ପାଇଁ। ଯାହା ବି ହେଉ ଆଜି ମାନେ ଧୂଳିଆ ଗୁଣ୍ଡିଚାରେ ମହାପ୍ରଭୁଙ୍କର ବଳଭଦ୍ରଙ୍କ ରଥ, ମହାଦେବୀ ସୁଭଦ୍ରାଙ୍କ ରଥ ଲାଗିସାରିଲାଣି। ଜଗନ୍ନାଥ ମହାପ୍ରଭୁଙ୍କ ରଥ ବର୍ତ୍ତମାନ ଖୁବ୍ ନିକଟରେ ଅଛି, ଅଧଘଣ୍ଟେ ଭିତରେ ଆସିକରି ଗୁଣ୍ଡିଚା ମନ୍ଦିର ପାଖରେ ଲାଗିବ ଏବଂ ଲାଗିସାରିଲା ପରେ ମହାପ୍ରଭୁଙ୍କର ଆଳତି ଅବକାଶ ସରିଯାଇଛି ଏବଂ ଭେଷ ବି ବଢ଼ିଯାଇଛି। ମହାପ୍ରଭୁ ଆଇଲେ ଜଳଖିଆ ଖାଇବେ, ଗୋପାଳ ବଲ୍ଲଭ ହେବ, ତାପରେ ମହାପ୍ରଭୁଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ସନ୍ଧ୍ୟା ଧୂପ ସରିସାରିଲା ପରେ ମହାପ୍ରଭୁଙ୍କର ପଉଡ଼ ହେବେ। ପଉଡ଼ ସରିଲା ପରେ ତାପରେ ଆସନ୍ତାକାଲି ମହାପ୍ରଭୁଙ୍କର ପହଣ୍ଡିର ବ୍ୟବସ୍ଥା ହେଇଛି, ଆଡ଼ପ ମଣ୍ଡପକୁ ଯିବେ ଏବଂ କାଲି ମଙ୍ଗଳ ଆଳତି ଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରଥ ଉପରେ ସରିବ। 4ଟା ଭିତରେ ମହାପ୍ରଭୁଙ୍କର ଭୋଗ ସନ୍ଧ୍ୟା ଧୂପ ସରିଲେ ଚାରବାର ବନ୍ଧା ହେବ ଏବଂ ମହାପ୍ରଭୁ ଗୋଟିଏ ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ତେଣୁକରି ଇଏ ହେଉଛି ଆଜିର କାଲିର କାର୍ଯ୍ୟକ୍ରମ। ଜଗନ୍ନାଥଙ୍କ ରଥ ଉପରେ 3 ରଥ ଉପରେ ମହାପ୍ରଭୁଙ୍କର ଖଇ, କୋରା, ଆମ୍ବ, ପଣସ, କଦଳୀ ଏସବୁ ଶୁଖିଲା ଜିନିଷ ଲାଗିଥାଏ। ୟା ଉପରେ ଅନ୍ନପ୍ରସାଦ ହେବାର ହୋଇନଥାଏ ଏବଂ ମହାପ୍ରଭୁଙ୍କର 19 ତାରିଖ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁ ବିଜେ କରିବେ, ସେଦିନ ଭକ୍ତ ଦର୍ଶନ କରିବେ ଏବଂ 19 ତାରିଖ ଦିନ ମହାପ୍ରସାଦ ପାଇବେ। ତେଣୁ ଯାହା ବି ହେଉ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ଯାତ୍ରା କାଲି ଅତି ସୁନ୍ଦର ଭାବରେ ହେଇଛି, ଭଲ ଭାବରେ ହେଇଛି, ସମସ୍ତଙ୍କ ସହଯୋଗରେ ଏବଂ ଆଜି ବି ରଥ ଠିକ୍ ସମୟରେ ଲାଗେ। ଟାହିଆ ଆମର ଲାଗିଥାଏ 7 ପାହାଚରେ। ମହାପ୍ରଭୁ ଯେତେବେଳେ ଆସି ପହଞ୍ଚିବେ, ଆସିବେ ସେ ଅଣସର ପିଣ୍ଡିରୁ 7 ପାହାଚକୁ, ସେଠି ସବୁ ଠାକୁରଙ୍କର ଟାହିଆ ଲାଗେ। ଜଗନ୍ନାଥ ମହାପ୍ରଭୁଙ୍କର ବି ଟାହିଆ ଲାଗିଥିଲା। ଟାହିଆ ଆପଣମାନେ ଜାଣିଥିବେ କାଲି ପ୍ରବଳ ବର୍ଷା ହେଉଥିଲା ଏବଂ ମହାପ୍ରଭୁଙ୍କର ବର୍ଷା ହେଲେ ଗିଲାପ ଆମର ଲାଗି କରାଯାଏ, ଯେଉଁଟାକି ମହାପ୍ରଭୁଙ୍କ ଶିରଘରେ ଓଦା ନ ହେବା ପାଇଁ ଗିଲାପର ବ୍ୟବସ୍ଥା ଥାଏ। ଆଉ ସେ ଗିଲାପ ଯେତେବେଳେ ମହାପ୍ରଭୁଙ୍କ ଉପରେ ପଡ଼ିଛି, ଟାହିଆଟି ମାନେ କାଳିଆଙ୍କଠୁ ପାତିଆ ଦେହରେ ସେଗୁଡ଼ାକ ମାନେ ବାଉଁଶ ପାତିଆ ଦେହରେ ସେଗୁଡ଼ାକ ନିର୍ମିତ ହୋଇଥାଏ, ସେଗୁଡ଼ାକ ଭାଙ୍ଗିକିରି ସେ ମହାପ୍ରଭୁଙ୍କ ଉପରେ ବର୍ଷା ପାଣି ସବୁ ପଡ଼ିକିରି ସେ ଟାହିଆ ମହାପ୍ରଭୁଙ୍କ ଉପରେ ଥିଲା। ତେଣୁକରି ଟାହିଆ ନହେଲେ ମହାପ୍ରଭୁଙ୍କ ତ ପହଣ୍ଡି ହେଇପାରିବନି। ଟାହିଆ ଲାଗିଛି, ଆସିଛି ଏବଂ ଆନନ୍ଦ ବଜାର ଡେଇଁ ସାରିଲା ପରେ ମହାପ୍ରଭୁ ଯେତେବେଳେ 22 ପାହାଚର ପ୍ରଥମ ଇଏ ଉପରୁ ଆଇଛନ୍ତି ସେତେବେଳେ ଭାଙ୍ଗି ଯାଇଛି। ତେଣୁ ୟା ଦେହରେ କୌଣସି ଅଶୁଭ ନାହିଁ, କୌଣସି ଅଘଟଣ ନାହିଁ, ଏସବୁ କିଛି ନାହିଁ। କାହିଁକିନା ଟାହିଆ ଆସେ, ଟାହିଆ ବି ଏମିତି ବହୁତ ସମୟରେ ଭାଙ୍ଗିଛି, ବହୁତ ସମୟରେ ଏଇନେ ଟାହିଆକୁ ଆମେ ସୁରକ୍ଷିତ କରିକି ଆଣୁଛୁ, ପୁରା ରଥ ଉପରୁ ପହଣ୍ଡି ଗଲା ଯାଏ। ଟାହିଆ ଏମିତି ଭାଙ୍ଗେ, ଲୋକ ଭିଡ଼ି ଭାଡ଼ିକି ତାକୁ ସବୁ ନିଅନ୍ତି। କିନ୍ତୁ କାଲି ଯେଉଁ ଅସୁବିଧା ହେଲା, ଟାହିଆ ନିଶ୍ଚିତ ଭାବରେ କାହିଁକିନା କାଲି ଗିଲାପ ପଇଲା ବେଳେ ଟାହିଆଟେ ଭାଙ୍ଗିଗଲା। ଜଗନ୍ନାଥ ମହାପ୍ରଭୁ ଗୋଟେ ଜାଗାରେ ରହିଲେ 45 ମିନିଟ୍। ତେଣୁକରି ସିଏ ହେଲେ ମାନେ ଜଗନ୍ନାଥ, ତେଣୁକରି ସିଏ ସ୍ୱୟଂ ନିଜେ ଆସୁଛନ୍ତି, ତାଙ୍କୁ ଆଣିବ କିଏ? ତା ବାଦ ବି ଆମର ବହୁତ ଲୋକ ହୋଇଥିଲେ, ମହାପ୍ରଭୁଙ୍କୁ ଆଣିବା ଭାରି କଷ୍ଟ। ତାପରେ ମହାପ୍ରଭୁଙ୍କର କାଲି ବର୍ଷା ହେଉଛି, ମହାପ୍ରଭୁ ଓଦା ହେଇଯାଇଥିଲେ, ଶ୍ରୀରଙ୍ଗ ଦେହରେ ବି କିଛି ଅସୁବିଧା ହେଇଥିଲା। ତେଣୁକରି ସବୁ ଜିନିଷକୁ ଦେଖିବାକୁ ଗଲେ କୌଣସି ବିଳମ୍ବ କୌଣସି ହେଇନାହିଁ। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠିକ୍ରେ ହେଇଛି, ସମସ୍ତ ସେବାୟତଙ୍କ ସହଯୋଗରେ ହେଇଛି, କୌଣସି ଅସୁବିଧା କିଛି ହେଇନାହିଁ।